ସବୁ ପରିବା ଚାଷୀମାନଙ୍କ ପାଇଁ ଗୋଟେ ନିୟନ୍ତ୍ରିତ ବଜାର ଥାଏ। ନିୟନ୍ତ୍ରିତ ବଜାର କମିଟି କେନ୍ଦୁପାଟଣାରେ 1959 ମସିହାରେ ଗଠନ ହୋଇଛି। ହେଲେ ସେ ବଜାର କମିଟିରେ ନା କିଏ ଅଛନ୍ତି କର୍ମକର୍ତ୍ତା, ନା କିଏ ଦାୟିତ୍ୱରେ ବର୍ତ୍ତମାନ ନାହାନ୍ତି। ସେଇ ବଜାର ନିୟନ୍ତ୍ରିତ ବଜାର କମିଟି ତରଫରୁ ସାଲେପୁର ହାଟ ତା ଦେହରେ ଯାଉଛନ୍ତି। ସେ ସାଲେପୁର ହାଟର ଅବସ୍ଥା ଦୁର୍ଦିନରେ, କୋଉଠି ପିଲାର ଖସି ରଡ୍ ଦେଖାଗଲାଣି ତ କୋଉଠି ଛାତ ଖସିଗଲାଣି। ସେଇ ବଜାର କମିଟି, ସେଇ ବଜାର ଘରେ ଦୁର୍ଦିନ ଅବସ୍ଥାରେ ବେପାରୀମାନେ ବସୁଛନ୍ତି। ଆଉ ଯେଉଁ ଅଧିକ ବେପାର ହେଇଯିବାରୁ ବର୍ତ୍ତମାନ ହାଟରେ ବସିବାକୁ ସମ୍ଭାବନା ହଉନି। ବର୍ତ୍ତମାନ ଦେଖିବା ଏଇ ଯେଉଁ ଆରଏମସି ଏ ଯେଉଁ ପିଣ୍ଡି କରିଥିଲା ବେପାରୀମାନଙ୍କୁ ବସିକି ଏଠି ବେପାର କରିବାକୁ, ଯେଉଁ ଯାହା ପରିବା ବଳିବ ତାକୁ କୋଷ୍ଟର କରି ସ୍ଥଗିତ ରଖିବା ପାଇଁ, ସେ ସ୍ଥଗିତ କୋଷ୍ଟର ବାଟରେ ରହିଗଲା। ଏ ଆରଏମସି ବି ବର୍ତ୍ତମାନ ବନ୍ଦ ହୋଇ ପଡ଼ିଛି। ଦେଖିବା ଏ ବିଷୟରେ କ'ଣ କହୁଛନ୍ତି ବୁଦ୍ଧିଜୀବୀ ମାନେ। ଟିକେ ପରିଚୟ ପ୍ରଶାନ୍ତ ମିଶ୍ର। କ'ଣ କହିବେ ଆରଏମସିର ଧରା ପଡ଼ିଛି କି ଆରଏମସି କି ନାହିଁ, ବର୍ତ୍ତମାନ ସେଠି ଗୋଟେ ମାର୍କେଟ କମ୍ପ୍ଲେକ୍ସ ହେଉଛି, କ'ଣ କହିବେ? କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ମୁଁ ଭାବୁଛି ବୋଧହୁଏ କଟକ ଜିଲ୍ଲାର ସବୁଠାରୁ ବଡ଼ ପ୍ରତିଷ୍ଠାନ ରାଜ୍ୟ ସରକାରଙ୍କର। ଏବଂ ଏହି କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଅଧୀନରେ କେବଳ ସାଲେପୁର ଡିଷ୍ଟ୍ରିକ୍ଟ ନୁହେଁ, ନିଆଳି ହାଟ ମଧ୍ୟ ଏହାରି ଅନ୍ତର୍ଭୁକ୍ତ। କିନ୍ତୁ ଦୁଃଖର କଥା, ସେ କାର୍ଯ୍ୟାଳୟ ବର୍ତ୍ତମାନ ଜନଶୂନ୍ୟ। ସେକ୍ରେଟାରୀକି ଆସିବା କେହି ଲୋକ ଦେଖି ନାହାନ୍ତି। ପ୍ରତି ହାଟରୁ ଆପଣ ନିଶ୍ଚିନ୍ତ କହିଲେ ହେଉ, ନିଆଳି ହେଉ ଏବଂ ସାଲେପୁର ହେଉ, ପ୍ରତି ହାଟରୁ ଏ ବାବଦରେ ବଟି ଆଦାୟ କରାଯାଏ ଏବଂ ରାଜ୍ୟ ସରକାରଙ୍କ ପାଖରେ ବା ସେ ନିୟନ୍ତ୍ରିତ ବଜାର କମିଟିରେ ଡିପୋଜିଟ୍ କରାଯାଏ। କିନ୍ତୁ ସେହି ପରିମାଣର ଅନୁଦାନ ଖର୍ଚ୍ଚ ହୁଏ ନାହିଁ ହାଟର ରକ୍ଷଣାବେକ୍ଷଣ ପାଇଁ। ଦୁଃଖ ଲାଗୁଛି, କୋଟି କୋଟି ଟଙ୍କା ବ୍ୟୟରେ ବିରାଟ କୋଠା ସେଠି ତିଆରି ହୋଇଛି। ନିକଟରେ ଗୋଟେ ହାଟ ପାଇଁ ଉଦ୍ୟମ କରାଗଲା, ହାଟ ମଧ୍ୟ ଚାଲିପାରିଲା ନାହିଁ। କାରଣ ସେଠାରେ ଚାଷୀମାନେ ବସିବା ପାଇଁ ବା ଯେଉଁମାନେ ବ୍ୟବସାୟୀମାନେ ବସିବା ପାଇଁ ସେପରି କିଛି ସୁବ୍ୟବସ୍ଥା ନଥିଲା। ଏବଂ ଆମେ ଆଜି ଏହି ଅବସରରେ ନିବେଦନ କରୁଛୁ ରାଜ୍ୟ ସରକାରଙ୍କୁ, ଯେହେତୁ ରାଜ୍ୟ ସରକାର ଗୋଟେ ନିଷ୍ପତ୍ତି ନେଇଛନ୍ତି ଚାଷୀମାନଙ୍କର ପରିବାର ସଂରକ୍ଷଣ ପାଇଁ, ସେ ଗୋଟେ ମଣ୍ଡି ଶୀତଳ ଭଣ୍ଡାର କରିବେ। ଏବଂ ସେ ଶୀତଳ ଭଣ୍ଡାରଟି ଯଦି କେନ୍ଦୁପାଟଣା ମାର୍କେଟ ପରିସରରେ ହୁଅନ୍ତା ତାହେଲେ ବହୁତ ଭଲ ହୁଅନ୍ତା। ଏବଂ ଆମେ ପୁନର୍ବାର ଦାବି କରୁଛୁ ରାଜ୍ୟ ସରକାରଙ୍କ ନିକଟରେ ଏହାକୁ ସଚଳ ଅବସ୍ଥାକୁ ଅଣାଯାଉ, ଏଠି ସେକ୍ରେଟାରୀଙ୍କ ନିଯୁକ୍ତି ଦିଆଯାଉ। ଆମେ ଜାଣୁଛୁ ଯେ ସବ୍ କଲେକ୍ଟର, କଟକ ଜିଲ୍ଲାର ସବ୍ କଲେକ୍ଟର ଯେ ଦାୟିତ୍ୱରେ ଅଛନ୍ତି ସେ ଦିନେ ମଧ୍ୟ ଆସନ୍ତି ନାହିଁ। ତେଣୁ କ'ଣ ପାଇଁ ଏ ଅବ୍ୟବସ୍ଥା, ତାହା ଓଡ଼ିଶାର ନବନିର୍ବାଚିତ ସରକାର ଅନ୍ତତଃ ଜାଣିବା ଦରକାର, ବୁଝିବା ଦରକାର। ହାଟରୁ ବିପୁଳ ଅର୍ଥ ଆଦାୟ ହୁଏ, କିନ୍ତୁ ଚାଷୀମାନେ ଖାଉଟିମାନେ ତା'ର ସୁବିଧା ପାଇପାରନ୍ତି ନାହିଁ। ଅବଶ୍ୟ ନିଶ୍ଚିନ୍ତ କରି ହାଟର କିଛି ପରିବର୍ତ୍ତନ ହୋଇଛି, କିଛି ଘର ତିଆରି ହୋଇଯାଇଛି, ସ୍ଥାୟୀ ଘର, କିନ୍ତୁ ସାଲେପୁରର ସେ ଅବସ୍ଥା ନାହିଁ। ବିବାଦ ଭିତରେ ରହିଛି ସାଲେପୁର ହାଟ। କିଛି ପ୍ରାଇଭେଟ ଲୋକ ସେ ଜମିକି କିଣି ନେଇଥିବାର ମଧ୍ୟ ଅଭିଯୋଗ ହୋଇଛି, କୋର୍ଟ କଚେରୀରେ ମାମଲା ରହିଛି। ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସାଲେପୁର ହାଟର ନିର୍ମାଣ ସାଙ୍ଗକୁ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କଲେ ଚାଷୀମାନେ ବିଶେଷ ଉପକୃତ ହେବେ। ସାଲେପୁର ହାଟ ଯେଉଁ ଆଗରୁ ବି ମାର୍କେଟ ଘର ହେଇଛି, ତାହା ସବୁ ଭାଙ୍ଗିଗଲାଣି, ପିଲର ଖୁଣ୍ଟି ଭାଙ୍ଗିଗଲାଣି, ଛାତ ପଡ଼ିଗଲାଣି। କିନ୍ତୁ ବର୍ତ୍ତମାନ ବେପାରୀମାନେ ବି ସେ ବିପଦ ସଂକୁଳରେ ବସୁଛନ୍ତି। ପ୍ରତିବର୍ଷ ବିଧାୟକ ଆଉଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି ହାଟକୁ ରିପାରିଂ କରିବେ, ସେ ପ୍ରତିଶ୍ରୁତି ଦେଉଛନ୍ତି। ବର୍ତ୍ତମାନ ଗୋଟେ ଚାଷୀ ସେଠି ହାଟରେ ବି ବସିବାକୁ ନିକଟରେ ବୋଧ ହୁଏ ମାସକ ତଳେ ଆମର ବିଧାୟକ ଯିଏ ଗତ 5 ବର୍ଷ ଥିଲେ, ଏ ବର୍ଷ ମଧ୍ୟ ଅଛନ୍ତି, 5 ବର୍ଷ ମଧ୍ୟ ଅଛନ୍ତି, ପ୍ରଶାନ୍ତ ବେହେରା, ସେ ଆସି ପରିଦର୍ଶନ କଲେ। ଆମେ ଆଶାବାଦୀ ଥିଲୁ ବିଧାୟକ ଆସୁଛନ୍ତି ମାନେ ଗୋଟେ କିଛି ପରିବର୍ତ୍ତନ ହେବ, କିନ୍ତୁ ତାହା ହେଲା ନାହିଁ। ଏବଂ ଏ ହାଟରୁ ଅସଲ କରାଯାଉଥିବା ଅର୍ଥ ସେଇ ମାର୍କେଟ କମ୍ପ୍ଲେକ୍ସରେ ଡିପୋଜିଟ୍ ହେଉଛି, ସେଇ ସେକ୍ରେଟାରୀଙ୍କ ପାଖରେ ସବ୍ କଲେକ୍ଟର ପାଇଁ ଡିପୋଜିଟ୍ ହେଉଛି, କିନ୍ତୁ ତା'ର ବିନିମୟରେ କୌଣସି କାର୍ଯ୍ୟ ହେଉନାହିଁ। ଯେଉଁ ଭଙ୍ଗା ଦଜାଡ଼ା ଘରଟି ଅଛି ତା ବିପଦ ସଂକୁଳ ଅବସ୍ଥା ରହିଛି। ସେଥିପାଇଁ ଅଧିକାଂଶ ବ୍ୟବସାୟୀ ଭୟ କରି ସେଥିରେ ବସୁନାହାନ୍ତି। ଯେଉଁମାନେ ବସୁଛନ୍ତି ସେମାନେ ଜୀବନ ବିପନ୍ନ କରି ବସୁଛନ୍ତି। ଅନ୍ତତଃପକ୍ଷେ ସବ୍ କଲେକ୍ଟରଙ୍କୁ ନିବେଦନ କରାଯାଉଛି, ଓଡ଼ିଶା ସରକାରଙ୍କୁ ନିବେଦନ କରାଯାଉଛି, ସେ ତୁରନ୍ତ ସରଜମିନ ତଦନ୍ତ କରି ଏହାର ତଦନ୍ତ କରନ୍ତୁ ଏବଂ ତୁରନ୍ତ ହାଟର ନିର୍ମାଣ ସହିତ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ ଏକ ଶୀତଳ ଭଣ୍ଡାର ସ୍ଥାପନ କରନ୍ତୁ, ଯାହାଫଳରେ ଏ ଅଞ୍ଚଳ ହେଉଛି ଚାଷୀବହୁଳ ଅଞ୍ଚଳ। ଚାଷୀମାନେ ଉପକୃତ ହେବେ, ତାଙ୍କର ପନିପରିବା ଏବଂ ଫଳର ସଂରକ୍ଷଣ କରିପାରିବେ।
ଯାହା ବୁଦ୍ଧିଜୀବୀଙ୍କ କତରୁ ଆମେ ପ୍ରତିକ୍ରିୟା ନେଲୁ। ବୁଦ୍ଧିଜୀବୀ ମାନେ କହିବା କଥା ନୂତନ ସରକାର ଆସିଛି, ନୂତନ ସରକାର ପ୍ରତି ବ୍ଲକରେ ଗୋଟେ ଗୋଟେ କୋଷ୍ଟର କଲେ ଏଇ ଯୋଉ ଚାଷୀ ମାନଙ୍କ ପାଇଁ ଚାଷୀ ମାନଙ୍କର ବଳକା ଜିନିଷ ସେ କୋଷ୍ଟର ରହିପାରିବ ଏବଂ ଏ ଯୋଉ ଦରଦାମ ବୃଦ୍ଧିରୁ ରକ୍ଷା ପାଇପାରିବ। ସାଲେପୁର ମହେଶ୍ୱର ବେହେରାଙ୍କ ରିପୋର୍ଟ, ଜ୍ୟୋତି ପ୍ରଭା ନ୍ୟୁଜ।